ଯେ ବେଟା କ'ଣ କହିବେ ଆଜି ଆପଣ ସାମ୍ବାଦିକ ସମ୍ମିଳନୀ ଯେଉଁ କରୁଛନ୍ତି ସାମ୍ବାଦିକ ସମ୍ମିଳନୀ ଆପଣ ଯେଉଁ କରିଛନ୍ତି ୟାର କ'ଣ ଉଦ୍ଦେଶ୍ୟ? ଆମର ଏଇଥିପାଇଁ ଉଦ୍ଦେଶ୍ୟ ଅଛି କି ଆମେ ଯେଉଁ ଭଉଣୀମାନେ ଅଛନ୍ତି ଆମର ଭାଇମାନେ ଅଛନ୍ତି ଆମେ ଆଜି ଏକତ୍ରିତ ହେଇକି ଏଥିପାଇଁ ଅଛନ୍ତି ଆକ୍ଚୁଆଲି ବିଷୟଟା କ'ଣ ଏଇଟା ଆମେ ସମସ୍ତେ ବି ଜାଣିବା ଦରକାର। ଯେହେତୁ ପ୍ରଥମେ ଆମର ଜାଗାକୁ ଯେତେବେଳେ ଗଲୁ ପଲାଶପଲ୍ଲୀଠାରେ ଭୀମପୁର ପଲାଶପଲ୍ଲୀଠାରେ ଗୋଟେ ଜାଗା ଅଛି ଯେଉଁଟାକି 1521, 1520, 1522, 1523 ଏଇ ଜାଗା ଗୁଡ଼ିକୁ ଦାମୋଦର ସାହୁ ଏବଂ ଲିଙ୍ଗରାଜ ସାହୁ ଏଇ ଦୁଇ ଜଣ ଜାଗାଟିକୁ ମାଡ଼ି ବସିଛନ୍ତି ଯାହାଫଳରେ କି ଆମେ ଯେତେବେଳେ ସେ ଜାଗାକୁ ଗଲୁ ତ ଆମକୁ ସେ ଜାଗାରୁ ହଟେଇବା ପାଇଁକି ପ୍ରସ୍ତୁତ କଲୁ। କାହିଁକି ପ୍ରସ୍ତୁତ କରୁଛନ୍ତି ଏଇଟା ତ ଆପଣଙ୍କ ନାଁରେ ନାହିଁ। ଆମେ ବି ସେ ଜାଗାକୁ ଯେତେବେଳେ ଯାଇଛୁ ସେ ଜାଗାରେ ବି ସବୁ କାଗଜପତ୍ର ସବୁ ଦେଖିଛୁ। ତା ପୂର୍ବରୁ RI ଅଫିସର ଆସିକି ଜାଗା ଉପରେ ମାପଚୁପ କରିକିରି ବି ଦେଖାପଢ଼ା କରିକି ବି ଯାଇଥିଲେ। IAS ସାର୍ ଅଫିସର ଯିଏ ଥିଲେ ସିଏ ବି ସିଗ୍ନେଚର୍ କରିକି ଯାଇଛନ୍ତି ଯେ ଜାଗାର ଦାମୋଦର ସାହୁ କୌଣସି ବି ନାହିଁ ସେଥିରେ କିଛି। ତାପରେ ବି ସେ ଲୋକ ଆସିକି ସେ ଜାଗାକୁ କିଛିଟା ଗୁଣ୍ଡା ଶ୍ରେଣୀର ଲୋକମାନଙ୍କୁ ଆଣିକି ସେ ଜାଗାରେ ଆମେମାନେ ଯେତେବେଳେ ଛିଡ଼ା ହେଲୁ ସେ ଜାଗାକୁ ଆଣିକି ସେ ଆମକୁ ଗାଳି ଗୁଲଜ ଦେଇ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା କରି ପଳେଇ ଗଲେ ସେ ଜାଗାରେ। ଆମେ ଯେତେବେଳେ ତାପରେ ଆମେ ପୋଲିସରେ ଯାଇ କମ୍ପ୍ଲେନ୍ କଲୁ। କମ୍ପ୍ଲେନ୍ କଲା ପରେ ବି ସେମାନେ ବି ସେ ଜାଗାରୁ ହଟିଲେନି। ତାପରେ ବି ସେ ଗଣ୍ଡଗୋଳ କରିବା ପାଇଁ ଭାଷା କହିକି ଆମକୁ ସେ ରାସ୍ତାକୁ ଏତେ ଭାଷା କହୁଛନ୍ତି ଆମେ ସେ ଜାଗାକୁ ବି ଯିବାକୁ ବି ଆମକୁ ଡର ଲାଗୁଛି। ମାରଣା ଅସ୍ତ୍ର ବି ଧରିକି ସେ ଜାଗାକୁ ସେମାନେ ବି ଆସୁଛନ୍ତି। ଆପଣ ଚାହୁଁଛନ୍ତି କ'ଣ? ଆମେ ସାର୍ ଏତିକି ଚାହୁଁଛୁ ଯେ ଗରିବ ଗୁରୁବା ଲୋକମାନେ ଆମର ସଫେଇ କର୍ମଚାରୀ ଲୋକ ଅଛନ୍ତି ଯିଏକି ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗାକୁ ଦିନ ରାତି କରିକିରି ସଫେଇ କାମ କରିବାକୁ ରାତି ପାହିଲେ ସେମାନେ ଯାଆନ୍ତି। ତ ଆପଣ କୁହନ୍ତୁ ସେ ଯେଉଁ ଦାମୋଦର ସାହୁ ଲିଙ୍ଗରାଜ ସାହୁ ସେମାନଙ୍କର ସେ ଜାଗାରେ କିଛି ବି ତ ନାହିଁ। ତାଙ୍କର ଅଭିଜ୍ଞତା ବି ନାହିଁ ସେଠି ନା ସେ କ'ଣ ଯାଇକି ଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତ କି ନା ସେ ସେବା କରୁଥିଲେ। ସେ ତ ଜଣେ ସାହୁ କାଷ୍ଟର ଲୋକ ନା। ସେ କ'ଣ ପାଇଁକି ଆମମାନଙ୍କୁ ଏତେ ମାନେ ଅତ୍ୟାଚାର କରିକି ଏତେ ମାନେ ଭାଷା ଇଏ କରିକି ସେ କହୁଛନ୍ତି ତମେ ଏଇ ଜାଗାରୁ ଏଠି ପୁରା ହଟ। ଆମେ ସାର୍ ଚାହୁଁଛେ ଯେ ସେଇ ଜାଗାରେ ଆମର କିଛିଟା ଯେଉଁ ମା ଭଉଣୀ ଭାଇମାନେ ଅଛନ୍ତି ଗୋଟେ କମ୍ୟୁନିଟି ହଲ୍ ଖୋଲିବା ପାଇଁ ଆମର ଇଚ୍ଛା ଅଛି। ସେଠି ପରିଚୟ ଦିଅନ୍ତୁ। ସାମାଜିକ ନ୍ୟାୟ ଅଧିକାର ସୁରକ୍ଷା ମଞ୍ଚର ରାଜ୍ୟ ସଭାପତି ରବି ନାରାୟଣ ନାୟକ। ଆଜି ପ୍ରେସ୍ ମିଟ୍ ଯେଉଁ ହେଇଛି କେଉଁ ବାବଦରେ ପ୍ରେସ୍ ମିଟ୍ ହେଇଛି? ଆଜ୍ଞା ଦେଖନ୍ତୁ ଆଜି ସାମ୍ବାଦିକ ସମ୍ମିଳନୀ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଭୁବନେଶ୍ୱର ଭୀମପୁର ମୌଜା ପଲାଶପଲ୍ଲୀ ଅଞ୍ଚଳରେ ଯେଉଁ ଜାଗା ଗୁଡ଼ାକ ଜମି ଗୁଡ଼ାକ ଅଛି ସେସବୁ ଜମି ଆମର ଆରାଧ୍ୟ ଦେବତା ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ନାମରେ ନାମିତ ହୋଇକି ଅଛି। କିନ୍ତୁ ପରିତାପର ବିଷୟ ଏହା କି ଯେ ସେ ମନ୍ଦିର ଗୁଡ଼ିକ ଯେଉଁ ପ୍ଲଟ୍ ଗୁଡ଼ାକ ହେଲା 1520, 1521, 1522, 1523, 1381, 1536 ଏବଂ ଅନ୍ୟାନ୍ୟ ବହୁତ ଗୁଡ଼ିଏ ପ୍ଲଟ୍ ଗୁଡ଼ାକ ଅଛି ଯେଉଁ ପ୍ଲଟ୍ ଗୁଡ଼ାକର ମାଲିକ ହେଉଛନ୍ତି ସ୍ୱୟଂ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼। କିନ୍ତୁ ବିଡ଼ମ୍ବନାର ବିଷୟ ଏହା କି ଯେ ସେଠି ଯେଉଁ ମୁଷ୍ଟିମୟ ଅସାମାଜିକ ଗୁଣ୍ଡା ଶ୍ରେଣୀର ଜମି ମାଫିଆମାନେ ଅଛନ୍ତି ଯଥା ତାଙ୍କ ନାମ ମୁଁ ଉଲ୍ଲେଖ କରିବି ଦାମୋଦର ସାହୁ, ତାଙ୍କ ସ୍ତ୍ରୀ ହେଉଛି ସବିତା ସାହୁ ଏବଂ ଲିଙ୍ଗା ସାହୁ, ତାଙ୍କ ସ୍ତ୍ରୀ ହେଉଛି ଲିଲିମା ସାହୁ ଏବଂ ଉପରୋକ୍ତ ଯେଉଁ ଗୁଣ୍ଡାମାନେ ଯେଉଁ ରହିଲା ଯେଉଁ ନାମ ଗୁଡ଼ାକ ଆଗାମୀ ଦିନରେ ଆମେ ଗଣମାଧ୍ୟମ ଜରିଆରେ ଆମେ ପରିପ୍ରକାଶ କରିବୁ। ଆଗାମୀ ଦିନରେ ଉପରୋକ୍ତ ବ୍ୟକ୍ତିମାନେ ଲିଙ୍ଗରାଜ ମନ୍ଦିର ଜାଗା ଗୁଡ଼ାକୁ ଜବରଦଖଲ ଭାବରେ ବେଆଇନ ଭାବରେ ଦଖଲ କରିକି ତାକୁ ବେବନ୍ଦୋବସ୍ତ ଭାବରେ ବିକ୍ରି କରି ସେଲିଟ୍ କରିକି ତାକୁ କୋଟି କୋଟି ପ୍ଲଟ୍ କରିକି କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି। ଏ ସଂକ୍ରାନ୍ତରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଚିର ନିର୍ଦ୍ଦେଶ ହୋଇ ରହିଛି। ଆଜ୍ଞା ମାନ୍ୟବର ଜିଲ୍ଲାପାଳ ମଧ୍ୟ ଏହି ସଂକ୍ରାନ୍ତରେ ଯେହେତୁ କୌଣସି ଭାବରେ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରୁନାହାନ୍ତି, ତାଙ୍କର କୌଣସି ଭାବରେ ରିଆକ୍ସନ୍ ଆସୁନି, ତେଣୁକରି ଆଜି ସାମାଜିକ ସଂଗଠନ ଏବଂ ସଫେଇ କର୍ମଚାରୀ ଠିକା ସଫେଇ କର୍ମଚାରୀ ମଜଦୁର ସଂଘ ଆଜି ଅଣ୍ଟା ଭିଡ଼ିଛି ଯେ ସର୍ବସମ୍ମୁଖରେ ଆଜି ଏହି ଜମି ମାଫିଆମାନଙ୍କୁ ମାନେ ଏକ୍ସପୋଜ୍ କରିବା ଲାଗି। ତେଣୁ ଆମର ଡିମାଣ୍ଡ ରହିଛି ଯେ ଯେଉଁ ସଫେଇ କର୍ମଚାରୀ ମାନେ କାମ କରୁଛନ୍ତି ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ନିହାତି ଭାବରେ ସେମାନେ ପରୋକ୍ଷ ଭାବରେ ପ୍ରତ୍ୟକ୍ଷ ଭାବରେ ସେମାନେ ଲିଙ୍ଗରାଜ ମନ୍ଦିରର ସେବକ ଅଟନ୍ତି ଏବଂ 1520 ଏବଂ ଅନ୍ୟାନ୍ୟ ଯେଉଁ ପ୍ଲଟ୍ ରହିଲା କିଛି ସ୍ୱଳ୍ପ ମାତ୍ରାରେ ତାଙ୍କମାନଙ୍କ ପାଇଁ ସଫେଇ କର୍ମଚାରୀମାନଙ୍କ ପାଇଁ ଯଦି ଗୋଟେ କମ୍ୟୁନିଟି ହଲ୍ର ବ୍ୟବସ୍ଥା କରାଯାଆନ୍ତା ନିହାତି ଭାବରେ ସଫେଇ କର୍ମଚାରୀମାନେ ଯେହେତୁ ନିମ୍ନ ସ୍ତରରୁ ଆସନ୍ତି ଆର୍ଥିକ ସ୍ଥିତିରେ ବହୁତ ଦୁର୍ବଳ ସେମାନେ କେଉଁଠି ବି ଗୋଟେ ମଣ୍ଡପଟେ ବୁକ୍ କରିପାରିବେ ନାହିଁ। ତେଣୁ ଯଦି ତାଙ୍କମାନଙ୍କ ନାମରେ ଗୋଟେ କମ୍ୟୁନିଟି ହଲ୍ କରାଯାଆନ୍ତା ଉପରୋକ୍ତ ପ୍ଲଟ୍ରେ ଯେଉଁ ପ୍ଲଟ୍ ଗୁଡ଼ିକ ନାମ ମୁଁ ଉଲ୍ଲେଖ କଲି ସେଇ ପ୍ଲଟ୍ରେ ଯଦି ତାଙ୍କମାନଙ୍କ ନାଁରେ ଗୋଟେ କମ୍ୟୁନିଟି ହଲ୍ କରାଯାଆନ୍ତା ନିହାତି ଭାବରେ ସଫେଇ କର୍ମଚାରୀମାନେ ଉପକୃତ ହୁଅନ୍ତେ। ଏବଂ ଆଉ ଗୋଟେ କଥା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଏ ସଂକ୍ରାନ୍ତରେ ଯେଉଁ ଜବରଦଖଲ ପ୍ରକ୍ରିୟା ଚାଲିଛି ସେଠି ଏବଂ ଯେଉଁ ବେଆଇନ ଭାବେ ଖର୍ଚ୍ଚ ଚାଲିଛି ଏ ସଂକ୍ରାନ୍ତ ଆମେ ଏୟାରପୋର୍ଟ ଥାନାକୁ ଜଣାଇଛୁ। ଏୟାରପୋର୍ଟ ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଏହି ଘଟଣା ସବୁକିଛି ଜାଣିଥିଲେ ମଧ୍ୟ ଆଜି
नीरवता अवलम्बन कर निष्क्रियता अच्छा चुपचाप अच्छा एवं आज चुप रहा निहाती भाव में कौटि ना कौटि पुलिस कार्य दक्षता प्रश्नवाची सृष्टि करुच्ची आम पुलिस प्रशासन को कैफत मागुचु केते टंका भितर कारोबार होती केते टंका आपण नहीं केते टंका मंदिर ट्रस्ट बोर्ड खाई आज कोटी कोटी टंकार जमी आज बेदखल भाव में बेआईन भाव में आज कारोबार चलती आप नीरव कौन पे अच्छी सरकार चुप कौन पे बसी डबल इंजिन सरकार बहुत गुड़ाक कथा कहूँ कि जो बीजेडी थिला प्रथम कांग्रेस थिला बीजेडी आसला बीजेपी आसला किंतु जो जमी माफिया को उत्पात कमिबा बदल में दिन को दिन बढ़िबार लगी तेणुक आज आम आपण माध्यम सूचाई देवाक चाहूँ सरकार को जे उपरोक्त जो समस्या गुड़ाक है जदि तार स्थायी समाधान कर न जाए ताला आगामी दिन में सामाजिक न्याय अधिकार सुरक्षा मंच ओडिशा एवं ठिका सफाई कर्मचारी मजदूर संघ आगामी दिन में राजरास्ता को ओह्लैब एवं भुवनेश्वर में सफाई कर्मचारी को आम ठप करदेबू सफाई काम बंद कर दिज्व सेटा वार्ड में धन्यवाद परिचय होचे सफाई मजदूर संघ सफाई सेक्रेटरी आमर जो किसी दिन है से गोटे लिंगराजर जगह को आम रखिलु भीमपुर मौजार किसी असामाजिक लोक मैंने से जगह को हड़प कर बाउंड्री बुले से गुंडा लगे से नबे बोले पूरा षड्यंत्र करटा थाना जनईचु आईएस भी निजे जानी किंतु आम कहवा सत्वे से जो न मानिले आमर सफाई पिलांकर तो सेटा अधिकार कहीं से राजरास्ता सफा कर अधिकार कौन जो से चाहूँ से गोटे किसी करेंगे कम्युनिटी हल करें जमी मीटिंग पत्र भल मंद पेगा से कम्युनिटी हल करने से दीर्घ दिन है से भाविकी थे किंतु ये सामाजिक लोक मैंने आसिक असामाजिक व्यक्ति मैंने से जगह को बाउंड्री बुले सारी मझे आम थाना को जाकर कथबार्ता हबार से जगह कम बंद थिला पुण्यबार से मैंने आउ थे आणिक पचरी बाउंड्री जो बुलेले आमर सफाई महिला मैंने जाकर से बाड़ फाड़ भांगिक भीतर पशिले पशिया भितर पुलिस वाला आसिक धमका चमका कर कम बंद कराइला जोटा कि आम प्रशासन को मानिलु थाना वाला को मानिक आम न्याय विचार हो बोली आम थाना को गलु किंतु थाना साथ आम कथबार्ता लु थाना वाला कहले से भर को कहीं पशुबनी ना तुम पशुबनी ना सी पशुबनी आम थाना कथा मानिक आम थिलु किंतु ता पर दिन देखला से पुण्यवार गुंडा छिड़ा कर पाचेरी तैयारी कर कौन पुलिस वाला तो जानी निहती तो जानी पुणी तैयारी कले जो पुणी जाके आम आईएएस को कहलु आईएएस को कहलु आईएएस निजे आसिले कहले झगड़ा दुई अपेक्षा न होकर से जब पाचेरी की तैयारी कर भागा भांगी करनी बर्तमान से गेट्रे तुम भी गोटे ताला पकड़ आम भी गोटे ताला पकड़ु 3 तारिख आमर फाइनाल हबार अच्छे 3 तारिख जब फाइनाल नाला ताले यही राजरास्ता सफा कर माँ मानकर लिंगराज जगार अधिकार अच्छे कारण से मंदिर चारि चतुर्पार्श्व झाड़ू मारुंट राजरास्ता सफा कर साधारण जनता आज से खुशी अच्छा सफा सुतरा है राजरास्तार लोक मैंने बुलूँ से लिंगराज जगार अधिकार अच्छे से निहाती जहाँ चिंताधारा करेंगे जदि से बाधाविघ्न आसे ताले से 3 तारिख पर से निजे डायरेक्ट भांगिक से भितर घर करेंगे जहाँ हम थाना प्रशासन सरकार एम दायी।